ଯୁକ୍ତ 3 ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ। ଖାଲି ପଡ଼ିଛି 69,000 ସିଟ୍। ତେବେ କ'ଣ ରହିଛି ଏନେଇ ସମ୍ପୂର୍ଣ୍ଣ ଅପଡେଟ୍ଟି ଚାଲନ୍ତୁ ଦେଖିବା। ଯୁକ୍ତ 3 ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶନିବାରଠୁ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ। ସାମ୍ସ ୱେବସାଇଟ୍ ମାଧ୍ୟମରେ ସେପ୍ଟେମ୍ବର 3 ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ ସୁଯୋଗ ରହିବ। 4 ତାରିଖରେ ଦରଖାସ୍ତ ସଂଶୋଧନର ସୁଯୋଗ ଦିଆଯିବ। 10 ତାରିଖରେ ଏହି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ 11ରୁ 13 ତାରିଖ ମଧ୍ୟରେ ନାମ ଲେଖାଇବାକୁ ସୁଯୋଗ ପାଇବେ। ଏହାପରେ ବଳକା ସିଟ୍ରେ ୱେଟିଂ ଲିଷ୍ଟ ନାମ ଲେଖା ହେବ। ଏଥିପାଇଁ 15 ତାରିଖରୁ 16 ମଧ୍ୟରେ ଆବେଦନକାରୀ ନିଜର ସମସ୍ତ ପ୍ରମାଣପତ୍ର ସହ କମନ୍ ଆପ୍ଲିକେସନ୍ ଫର୍ମ ସହ ନାମ ଲେଖାଇବାକୁ ଚାହୁଁଥିବା ପ୍ରତିଷ୍ଠାନରେ ଆବେଦନ କରିବେ। 17 ତାରିଖ ଅପରାହ୍ନ 2ଟାରେ ଏହାର ଚୟନ ଶିକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଏଥିରେ ସ୍ଥାନିତ ହୋଇଥିବା ପିଲାମାନେ 18ରୁ 22 ତାରିଖ ମଧ୍ୟରେ ନାମ ଲେଖାଇବେ। ସୂଚନାଯୋଗ୍ୟ ଯୁକ୍ତ 3 ପ୍ରଥମ ପର୍ଯ୍ୟାୟ ନାମଲେଖା ଗତ ଜୁଲାଇ 16 ତାରିଖରୁ ଶେଷ ହୋଇଛି। ଜୁଲାଇ 10 ତାରିଖରୁ ଯୁକ୍ତ 3 ପ୍ରଥମ ପର୍ଯ୍ୟାୟ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଯୁକ୍ତ 3 ପାଇଁ ରହିଥିବା ମୋଟ 2,77,399 ସିଟ୍ରେ ଏବେ ସୁଦ୍ଧା 1,78,177 ଜଣ ନାମ ଲେଖାଇଛନ୍ତି। ଆହୁରି 69,212 ସିଟ୍ ଖାଲି ପଡ଼ିଛି। ତ ଫ୍ରେଣ୍ଡସ୍, ଇଏ ଥିଲା ଆପଣଙ୍କ ପାଇଁ କିଛି ଅପଡେଟ୍। ଯଦି ଆପଣଙ୍କୁ ଅପଡେଟ୍ଟି ଭଲ ଲାଗିଛି ତାହେଲେ ଆପଣ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ଭିତରେ ସେୟାର କରି ଜଣାନ୍ତୁ। ଆଉ ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନ୍ କରିଦିଅନ୍ତୁ, ତାକି ଯେତେବେଳେ ଭିଡ଼ିଓ ଅପଲୋଡ଼ କରିବେ ଆପଣ ଦେଖିପାରିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।